ମଦୁଆଙ୍କ ତାଣ୍ଡବରେ ଅସହ୍ୟ ସାହି ବାସିନ୍ଦା। ସାହିରେ ତାଣ୍ଡବ କରନ୍ତି ମଦୁଆ। ଅସଭ୍ୟ ଭାଷାରେ ଗାଳି କରନ୍ତି ସାହିରେ। ହାତରେ ମଦ ପୁଡ଼ିଆକୁ ଚାକ୍ଷଣା ପାଇଁ ମଦୁଆ କରନ୍ତି ରଡ଼ି। ମଦୁଆଙ୍କ ଉତ୍ପାତରେ ଅଭିଯୋଗ ଉଠୁଛି ଗାଁରେ। ସରକାରୀ କୋଠା ବାରଣ୍ଡା ପୁଳା ପୁଳା ମଦ ପୁଡ଼ିଆ ଜରି। ଅସାମାଜିକ ବ୍ୟକ୍ତିଙ୍କ ଆଡ଼ାସ୍ଥଳୀ ପାଲଟିଛି ନିର୍ମାଣାଧୀନ ସରକାରୀ କୋଠାଘର ବାରଣ୍ଡା। ଦେଶୀ ମଦ ପକେଟ ଜରି ସାହିରେ ଅଳିଆ ଆବର୍ଜନା। ଦୈନିକ ଶହ ଶହ ମଦୁଆକୁ ଦେଖିବାକୁ ମିଳୁଛି ସାହିରେ। ଜନପ୍ରତିନିଧିଙ୍କ ଅଭିଯୋଗକୁ କର୍ଣ୍ଣପାତ କରୁନାହାନ୍ତି ସରକାର। ସାହି ବାସିନ୍ଦା ଅଭିଯୋଗ କରନ୍ତି ଜନପ୍ରତିନିଧିଙ୍କ ପାଖରେ। ଏଠି ନିରୁପାୟ ହୋଇ ବସିଛନ୍ତି ସାଧାରଣ ଜନତା। କେନାଲ ସାହି, ସୁଣ୍ଡି ସାହି, ହାଳି ସାହି ସମେତ ଗଣ୍ଡଳାବାସୀ ଚାହୁଁଛନ୍ତି କି ସାହି ମଧ୍ୟରୁ ମଦ ଦୋକାନ ଉଠୁ, ଯାହାକି ମଦ ଦୋକାନଟି ରହିଛି ଜନବସତି ଅଞ୍ଚଳର ମଧ୍ୟଭାଗରେ। ମଦ ଦୋକାନ ସମ୍ମୁଖରେ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର, ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟ, ଗାଁ କଲ୍ୟାଣ ମଣ୍ଡପ। ଅତି ନିକଟରେ ପାଖକୁ ଲାଗି ରହିଛି ବିଦ୍ୟାଳୟ ଏବଂ ଜନବସତି ପୂର୍ଣ୍ଣ ଅଞ୍ଚଳ। ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ ଆମେ ଯେଉଁ ଠିଆ ହେଇଛନ୍ତି ଏଇଟା ହେଉଛି ସ୍ୱାସ୍ଥ୍ୟ ଆରୋଗ୍ୟ କେନ୍ଦ୍ର। ଆଗରେ ଅଛି ଆମର କଲ୍ୟାଣ ମଣ୍ଡପ। ତା ଛଡ଼ା ଏଇଠୁ 50 ମିଟର ଦୂରରେ ଅଛି ଗଣ୍ଡଳା ହାଇସ୍କୁଲ ଅଛି। ଏପଟେ 100 ମିଟର ହେବ ଗଣ୍ଡଳା କଲେଜ ଅଛି। ତ ଏଇଟା ଗୋଟେ ଶୈକ୍ଷିକ ବାତାବରଣ। ଏଠି ସବୁ ଅଫିସ୍ ଅଛି, କିନ୍ତୁ ଅଫିସ୍ ଥାଇକିରି ମଧ୍ୟ ଏଇଠି ଦେଶୀ ମଦ ଦୋକାନଟା ଚାଲିଛି, ବହୁତ ଦିନ ହେଲା ଚାଲିଛି। ଆମେ କାହାର ପେଟ ପାଟଣା ପାଇଁ ମାରୁନୁ। ଆମେ ସମସ୍ତଙ୍କୁ କହୁଛୁ, ଅନୁରୋଧ କରୁଛୁ, ସମସ୍ତଙ୍କର ସହଯୋଗ କାମନା କରୁଛୁ। ତୁରନ୍ତ ଏଇଟା ଉଠେଇ ଅନ୍ୟତ୍ର କେଉଁଠି ଚାଲିଛି। ଆପଣ ଜଣେ ଜନପ୍ରତିନିଧି, ଜନତାଙ୍କର ପ୍ରତିନିଧି ହିସାବରେ ଆପଣ ଅଭିଯୋଗ ଶୁଣିବାକୁ ବାଧ୍ୟ। ଆଜ୍ଞା, ଯେହେତୁ ଆପଣଙ୍କୁ ନିର୍ବାଚିତ କରିଛନ୍ତି ଭୋଟ ଦେଇ। ଆଜ୍ଞା, କିନ୍ତୁ ବର୍ତ୍ତମାନ ଆପଣଙ୍କର ଅଭିଯୋଗ କଲା ମଧ୍ୟ, ଜନତାଙ୍କ ଅଭିଯୋଗ ହେଲେ ମଧ୍ୟ ନାଇଁ ମୋତେ ଶୁଣନ୍ତୁ, ଏଇଟା ମୋତେ ବହୁତ ସାରା ଅଭିଯୋଗ ହେଲାଣି। ଆଉ ସେମାନେ ମଧ୍ୟ ଆନ୍ଦୋଳନ କରିବେ ବୋଲି ବହୁତ ମହିଳା ମୋ ପାଖକୁ ଆସିଥିଲେ। ମିନିମମ୍ 50-60 ମହିଳା ଆସିଥିଲେ। ଆନ୍ଦୋଳନ କରିବେ ବୋଲି କହୁଛନ୍ତି। ଦେଶୀ ମଦ ଚଳନ୍ତୁ ଉଠାଯାଉ, ନହେଲେ ଆନ୍ଦୋଳନ କରିବେ। କିନ୍ତୁ ଯେହେତୁ ଆମେ ଏଠାର ଜନପ୍ରତିନିଧି ହିସାବରେ ତାଙ୍କୁ ବୁଝାସୁଝା କରିଥିଲି ଥରେ, ନାଇଁ ଆମେ ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିବା, କେମିତି ଏଇଠୁ ସହଜରେ ଉଠିଯିବ, ସେଥିପାଇଁ ଆମେ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରୁଛୁ। ଆଉ ଯଦି ଆମର କଥା କିଏ ନ ଶୁଣିବେ, ବାଧ୍ୟ ହେବେ ସେ ମହିଳାମାନେ, ମୁଁ ଥିବି ନଥିବି, ସେ ମହିଳାମାନେ କେତେ ଦିନ କେଉଁ ଦିନ ଘେରାଉ କରିବେ। ଆଉ ଗ୍ରାମବାସୀଙ୍କ କହିବା ଅନୁଯାୟୀ ଗାଁ ମଧ୍ୟରୁ ଦେଶୀ ମଦ ଦୋକାନ ହଟୁ। ଜନବସତି ଅଞ୍ଚଳ ମଧ୍ୟଭାଗରେ ଥିବା ମଦ ଦୋକାନ ଦୂରରେ ରହୁ, ନତୁବା ବନ୍ଦ କରାଯାଉ। ଗାଁ ନିକଟରେ ଥିବା ବିଦେଶୀ ମଦ ଦୋକାନ ଦୂରରେ ଖୋଲାଯାଉ, ନହେଲେ ଆଗକୁ ଉଗ୍ର ଆନ୍ଦୋଳନ। ଶତାଧିକ ମହିଳା ଭାଗ ନେବେ ବୋଲି ବିଶେଷ ସୂତ୍ରରୁ ଜଣାପଡ଼ିଛି। ଆସନ୍ତୁ ଶୁଣିବା କ'ଣ କହୁଛନ୍ତି ଗ୍ରାମବାସୀ ଓ ଜନପ୍ରତିନିଧି। କ'ଣ ରହିଛି ଆପଣଙ୍କ ସମସ୍ୟା କହିଲେ? କ'ଣ ଅସୁବିଧା ରହିଛି? ଆମେ ମଦ ପିଇବା ଯୋଗୁଁ, ଆମେ ତ ମଦ ପିଉଛୁ, ଲୋକ ପିଇକିରି ନାନା ପ୍ରକାର ଯେଉଁ ବ୍ୟବସ୍ଥା ଯେଉଁ କହୁଛନ୍ତି। ମୁଁ ପଚାରୁଛି ଆପଣଙ୍କୁ, ଆପଣ ଜଣେ ମଦ ପିଉଛନ୍ତି, ମଦ ପିଇକିରି ଆପଣ କ'ଣ କରୁଛନ୍ତି? ମୁଁ ଘରକୁ ପଳାଉଛି। ରାସ୍ତାରେ ପାଟିତୁଣ୍ଡ, ଅଭଦ୍ର ଭାଷା ନା, ହେଲେ କ'ଣ ରହିଛି ଆପଣଙ୍କର ସମସ୍ୟା? ଆପଣଙ୍କର ବେଲେ ଆମର ଯେଉଁ ସ୍ତ୍ରୀ ପିଲାମାନେ ଯେଉଁ ପିଣ୍ଡା ବାଡ଼ିରେ ଯେଉଁ ବସି ପାରୁନାହାନ୍ତି, ତେଣୁକରି ମଦ ଦୋକାନଟା ତୁରନ୍ତ ଉଠେଇଲେ ଆମେ ଆପଣଙ୍କୁ ଅନୁରୋଧ କରୁଛୁ। ନା ଆପଣ ବନ୍ଦ ଚାହୁଁଛନ୍ତି? ପୁରା ବନ୍ଦ ହେଇଗଲା ଆହୁରି ଭଲ। ଯଦି ବନ୍ଦ ହେବ ଆପଣ ମଦ କିଣି ପିଇବେ? ପୁରା ବନ୍ଦ, ଟୋଟାଲ ବନ୍ଦ। ଆପଣ କ'ଣ ଚାହୁଁଛନ୍ତି? ମଦ ବନ୍ଦ କରିବାକୁ ଚାହୁଁଛନ୍ତି ନା ସ୍ଥାନାନ୍ତରିତ କରିବାକୁ? ସ୍ଥାନ ଅନ୍ତର କରିବା ପଡ଼ିବ। ଆପଣ ସ୍ଥାନାନ୍ତରିତ କଲେ ଭଲ ହେବ, ନତୁବା ଅସୁବିଧା। ନାନା ପ୍ରକାର କଥାବାର୍ତ୍ତା କରୁଛନ୍ତି। ଝିଅ ବୋଉ ବାହାରୁ ବାହାରି ପାରୁନାହାନ୍ତି। ଏଇଟା କେତେ ବର୍ଷ ହେଲା ଧରି ଚାଲିଛି? ଏଇଟା ତ ଆମେ ଜନ୍ମ ହେଲାଠୁ ଦେଖୁଛୁ ସାହି ଭିତରେ ଏଇଟା। ଆପଣ ଅଭିଯୋଗ କାହାକୁ କଲେନି ଏ ବିଷୟରେ? ଅଭିଯୋଗ ଆମର ଗ୍ରାମର ସମିତି ସଭ୍ୟ ଆମେ ଜଣେଇଛୁ। ଆପଣ ଗ୍ରାମର ସରପଞ୍ଚ, ସମିତି ସଭ୍ୟ, ୱାର୍ଡ ମେମ୍ବର ସମସ୍ତଙ୍କୁ ଜଣେଇଥିଲେ, କିନ୍ତୁ ଆପଣ କିଏ କିଛି ତାର ନେଉନାହାନ୍ତି? ନାଇଁ, କିଛି କିଏ। ବର୍ତ୍ତମାନ ଆପଣ କ'ଣ ଚାହୁଁଛନ୍ତି ଟିକେ? ଆମ ଏତିକି ଏଇ ମଦ ଦୋକାନ ତ ଉଠେଇବା ପାଇଁ ଏତିକି ଆମର ସମସ୍ୟା। ଆଜ୍ଞା, ସାହି ଭିତରେ ସ୍ୱାସ୍ଥ୍ୟ ଆରୋଗ୍ୟ କେନ୍ଦ୍ର ଅଛି, ଏଇଠି କଲ୍ୟାଣ ମଣ୍ଡପ ଅଛି, ଏଇଠି ଆର୍ଆଇ ଅଫିସ୍ ପାଖରେ ଅଛି, ସବୁ 5 ମିଟର 10 ମିଟର ଦୂରରେ ଅଛି, କଲେଜ 100 ମିଟର ଅଛି, ହାଇସ୍କୁଲ 100 ମିଟର ଅଛି। ତା ସତ୍ତ୍ୱେ ମଧ୍ୟ ଆପଣଙ୍କୁ ଏଇଠି ଦେଶୀ ମଦ ଦୋକାନଟି ଅଛି ସାହି ମଝିରେ, ସେଇଟାକୁ ସ୍ଥାନାନ୍ତରିତ କରିବା ପାଇଁ ଆମର ଅଭିଯୋଗ। କ୍ଷମା ଭିକ୍ଷା ମାଗୁଛୁ ସାର୍। ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟରୁ ରଞ୍ଜିତ କୁମାର ପୋଲାଇଙ୍କ ରିପୋର୍ଟ, ତୀର୍ଥକ୍ଷେତ୍ର ଲାଇଭ୍।